ଆଜିଠୁ ସୁଭଦ୍ରା ଶକ୍ତିମେଳା ଆରମ୍ଭ। ନୟାଗଡ଼ ଜିଲ୍ଲାସ୍ତରୀୟ ସୁଭଦ୍ରା ଶକ୍ତିମେଳା ନୟାଗଡ଼ ଷ୍ଟାଡିୟମ ପଡ଼ିଆରେ ଆୟୋଜିତ ହେଉଛି। ସୋମବାରଠାରୁ 18 ତାରିଖ ପର୍ଯ୍ୟନ୍ତ ସୁଭଦ୍ରା ଶକ୍ତିମେଳା ଅନୁଷ୍ଠିତ ହେବ। ମେଳାରେ 150 ଷ୍ଟଲ୍ ନିର୍ମାଣ କରାଯାଇଛି। ସ୍ୱୟଂ ସହାୟକ ଗୋଷ୍ଠୀକୁ ବାଦ୍ ଦେଇ 20ଟି ବିଭିନ୍ନ ବିଭାଗୀୟ ଷ୍ଟଲ୍ କରାଯାଇଛି। ଏହା ସହିତ ଫୁଡ୍ କୋର୍ଟ କରାଯାଇଛି। ମେଳାକୁ ଆକର୍ଷଣୀୟ କରାଯିବାକୁ ବ୍ୟବସ୍ଥା କରାଯାଇଥିବା ଜିଲ୍ଲାପାଳ ମଧୁମିତା ରଥ ରବିବାର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତଙ୍କ ଆବାହକତ୍ୱରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ତଥା ରଥମେଳା ସହ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିବାକୁ ଜିଲ୍ଲାବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ଉତ୍ପାଦିତ ଦ୍ରବ୍ୟ ବିକ୍ରି କରାଯାଇ ସେମାନଙ୍କୁ ସ୍ୱାବଲମ୍ବୀ କରିବାକୁ ଜିଲ୍ଲାବାସୀ ଭାଗିଦାର ହୁଅନ୍ତୁ ବୋଲି ଜିଲ୍ଲାପାଳ କହିଛନ୍ତି। ଏହି ମେଳା ପାଇଁ ପ୍ରଚାର ପ୍ରସାରକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଉଦ୍ଘାଟନୀ କାର୍ଯ୍ୟକ୍ରମରେ ବାଚସ୍ପତିଙ୍କ ସମେତ ଜିଲ୍ଲାର ସମସ୍ତ ବିଧାୟକ ଓ ସାଂସଦ ଯୋଗଦେବେ ବୋଲି ସୂଚନା ମିଳିଛି। ପ୍ରତ୍ୟେକ ଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ ବୋଲି ସୂତ୍ରରୁ ଜଣାପଡ଼ିଛି। ଆଗକୁ ନେବା ପାଇଁ ଯେଉଁ ଯୋଜନା କରିଥିଲେ ସେଥିରେ ପ୍ରମୁଖ ଅଂଶୀଦାର ହେଉଛନ୍ତି ମା ମାନେ। ଆଜି ଯେଉଁମାନେ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଉତ୍ପାଦକ ଗୋଷ୍ଠୀ ମାଧ୍ୟମରେ ଆପଣମାନେ ଗ୍ରାମୀଣ ଅର୍ଥନୀତିରେ ଆଗକୁ ନେବା ପାଇଁ ଚେଷ୍ଟା କରୁଛନ୍ତି। ଏହି ମେଳାରେ ସମୟ ବୁଲୁଥିଲୁ ତ ଆମେ ଦେଖିଲୁ ପାରମ୍ପରିକ ବିଭିନ୍ନ କଥା ଆମେ ଏଇଠି ଦେଖିଲା ବେଳେ ମନକୁ ଆସିଥିଲା। ଆଜି ମାନ୍ୟବର ପ୍ରଧାନମନ୍ତ୍ରୀ ଡାକରା ଦେଇଛନ୍ତି ଆତ୍ମନିର୍ଭର ଭାରତ। ଆତ୍ମନିର୍ଭର ଭାରତ ପାଇଁ ବାସ୍ତବରେ ନୟାଗଡ଼ ଜିଲ୍ଲାର ସ୍ୱୟଂ ସହାୟକ ଗୋଷ୍ଠୀମାନେ ଏକ ପ୍ରମୁଖ ଭୂମିକା ନିଭାଉଛନ୍ତି। ତାର କାରଣ ହେଉଛି ଯେ ଆତ୍ମନିର୍ଭର ଭାରତ ଆତ୍ମନିର୍ଭର ନୟାଗଡ଼ ବିନା ସମ୍ଭବ ନୁହେଁ। ସେମାନେ ଆଜି ଆମର ହସ୍ତଶିଳ୍ପ ଇଏ ଓଡ଼ିଶାର ଜୈବିକ ଉତ୍ପାଦ ବାଜରାଠୁ ଆରମ୍ଭ କରିକି ଆମକୁ ସୁସ୍ଥ ଜୀବନ ମାଣ୍ଡିଆ ଜାତୀୟ ଜିନିଷ ପ୍ରାୟ ଯେ ମାଣ୍ଡିଆ ଜାତୀୟ ଜୀବନ ତେଣୁ ମାଣ୍ଡିଆ ବିଭିନ୍ନ ଦ୍ରବ୍ୟରେ ଚାହିଦା ରହିଛି। ଆମେ କିଛି ଦିନ ତଳେ କୋରାପୁଟରୁ ମାଣ୍ଡିଆ ଆଣି ବିଦେଶକୁ ପଠାଇଛୁ ଏବଂ ଢେଙ୍କାନାଳର ଆମ୍ବ ମଧ୍ୟ ଆମେ ବାହାରକୁ ପଠାଇଛୁ। ଫ୍ଲାଇଟ୍ରେ ବାହାର ଦେଶ ମଧ୍ୟ ବହୁ ଉତ୍ପାଦ ଅଛି। ତାକୁ ଯଦି ଆପଣମାନେ ଅନଲାଇନ୍ ପ୍ଲାଟଫର୍ମ